ହାତୀବାରୀ ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ସସ୍ମିତା ଦାସ ତାଙ୍କ ସମର୍ଥକଙ୍କ ସହିତ ଏସ୍ପି ଅଫିସ ଦ୍ୱାରସ୍ଥ। ଶାନ୍ତ ସୁକିନ୍ଦାକୁ ଅଶାନ୍ତ କରୁଛନ୍ତି ସୁକିନ୍ଦାର ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ। ଏପରି ଅଭିଯୋଗ ଆଣିଛନ୍ତି ହାତୀବାରୀ ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ସସ୍ମିତା ଦାସ। ଏନେଇ ସମିତି ସଭ୍ୟା ସସ୍ମିତା ଦାସ ତାଙ୍କର ସମର୍ଥକଙ୍କ ସହିତ ବୁଧବାର ଦିବା 2 ଘଟିକା ସମୟରେ ଏସ୍ପି ଅଫିସ ଦ୍ୱାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ କରିଛନ୍ତି। ସମିତି ସଭ୍ୟା ସସ୍ମିତା ଦାସଙ୍କ ଅଭିଯୋଗ ମୁତାବକ ସୁକିନ୍ଦାର ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ଡ୍ୟାନିଙ୍କ ନିର୍ଦ୍ଦେଶରେ ଫେକ୍ ଆଇଡି ଜରିଆରେ ସସ୍ମିତା ଦାସଙ୍କ ସହିତ ବହୁ ବ୍ୟକ୍ତିଙ୍କର ଚରିତ୍ର ସଂହାର କରାଯାଉଛି। କଳିଙ୍ଗନଗର ଖବର ଠାରୁ ଆରମ୍ଭ କରି ବାମ୍ଫ ନାମରେ ଫେକ୍ ଆଇଡି କ୍ରିଏଟ୍ କରାଯାଇ ଉଦ୍ଦେଶ୍ୟମୂଳକ ଭାବେ ଯୁବ ନେତା ମନ୍ତ୍ରୀ ସରକାରଙ୍କ ବିରୋଧରେ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ବିବାଦ ତିଆରି କରାଯାଉଛି। ସୁପରିକଳ୍ପିତ ଭାବେ ମିଥ୍ୟା ମକଦ୍ଦମା ରୁଜୁ କରି ଚରିତ୍ର ସଂହାର କରାଯାଉଥିବା ଅଭିଯୋଗ କରିଛନ୍ତି। ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ, ରୋହିତ ଖୁଣ୍ଟିଆ ଏବଂ କିଛି ବ୍ୟକ୍ତି ବିଜେଡି ଦଳର ପାଇଁ ବିବାଦୀୟ ପୋଷ୍ଟ କରି ଶାନ୍ତ ସୁକିନ୍ଦାକୁ ଅଶାନ୍ତ କରି ଜୁନ୍ 6ରେ କଳା ଦିବସ ପାଳନ ପାଇଁ ଆହ୍ୱାନ ଦେବା ଘଟଣାରେ ଆଜି ଯାଜପୁର ଏସ୍ପିଙ୍କୁ ଭେଟି ଫେକ୍ ଆଇଡି ଚାଳକଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସହ ଏଭଳି ନୀତି ଆପଣାଉଥିବା ପ୍ରୀତିରଞ୍ଜନ ଘଡ଼ାଇଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଯାଜପୁର ଏସ୍ପିଙ୍କ ନିକଟରେ ସମିତି ସଭ୍ୟା ସସ୍ମିତା ଦାସଙ୍କ ସହିତ ସୁକିନ୍ଦାର ଶତାଧିକ ସମର୍ଥକ ଏସ୍ପି ଅଫିସ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି। ଆମର ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇଙ୍କର ତାଙ୍କର ଚତୁଃପାର୍ଶ୍ୱରେ ଥିବା କିଛି ଛମ କର୍ମଚାରୀମାନେ ଯେଉଁଟା ଗୋଟେ ସୁକିନ୍ଦା ଗୋଟେ ଶାନ୍ତ ପରିବେଶକୁ ଅଶାନ୍ତ କରିବାକୁ କିଛି ଗୋଟେ ଫେକ୍ ଆଇଡି କରିକି ସେ ବିଭିନ୍ନ ରେପୁଟେଡ୍ ଲୋକମାନଙ୍କ ଏଗେନ୍ଷ୍ଟରେ ସବୁ ଖରାପ ତାଙ୍କ ଇଜ୍ଜତକୁ ସଂହାର କରିଛନ୍ତି ଏବଂ ତାକୁ ସେମାନେ ନିଜେ ହିଁ କ୍ରିଏଟ୍ କରିକିରି ଏବେ ଗୋଟେ 6 ତାରିଖରେ କଳା ଦିବସ ପାଳନ କରିବାକୁ ଯାଉଛନ୍ତି। ତେଣୁକରି ଆମେ ଚାହୁଁଛୁ କି ଶାନ୍ତ ସୁକିନ୍ଦା ସବୁବେଳେ ଅଶାନ୍ତ ସୁକିନ୍ଦା ସବୁବେଳେ ଶାନ୍ତ ହୋଇକି ରହୁ ଏବଂ ଏଇ ଯେଉଁ କର୍ମଚାରୀମାନେ ଏଇସବୁ ଜିନିଷ ଉପରେ ଲେଖା ଛାଡ଼ିଛନ୍ତି ଫେକ୍ ଆଇଡି କରିକି ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ ନେକ୍ସଟ ଯେମିତି ସୁକିନ୍ଦା ସବୁବେଳେ ପାଇଁ ଶାନ୍ତ ହୋଇକି ରହୁ। କ'ଣ ଆଜି କ'ଣ କହିଲେ ଏସ୍ପି ତ ଆମର ସବୁ ଅଭିଯୋଗ ଶୁଣିଲା ପରେ ସେ ବହୁତ ଜଲ୍ଦି ଆକ୍ସନ୍ ନେବେ ବୋଲି ଆମକୁ ପ୍ରତିଶ୍ରୁତି ଦେଇଛନ୍ତି। ଯଦି କିଛି ଆକ୍ସନ୍ ନ ନିଆଯାଏ କ'ଣ କାରଣ ଆଗାମୀ ଦିନରେ ଆମେ 100 ନୁହଁ ବରଂ ହଜାର ହଜାର କର୍ମଚାରୀମାନେ ଆସି ଏସ୍ପିଙ୍କ ଅଫିସ୍ ଘେରାଉ କରିବେ।